ଓଡ଼ିଶାରେ ଏଇନା ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଣ୍ଡୁଆ ପାଇଁ ଗେଣ୍ଡୁଆ ଦିଫାଳ। ଯୋଉ ଲୋକଟି ସନ୍ନ୍ୟାସ ନେଇ ସାରିଛି ସେ ଲୋକଟି କେମିତି ଏତେ ହଇଚଇ କରି ପକଉଛି ସେଇଟା ମୁଁ ବୁଝିପାରୁନି। ଯୋଉ କଥାଟା 2024 ଇଲେକ୍ସନରେ ଓଡ଼ିଶାର ଅଧାରୁ ଅଧିକ ଲୋକ ବୁଝି ସାରିଥିଲେ ସେଇ କଥାଟା ଏ ଗେଣ୍ଡୁଆ ମାନେ ଏତେ ଲେଟ୍ରେ କେମିତି ବୁଝିଲେ? ଯେତେବେଳେ ପାଣ୍ଡୁର ପାଦ ଧୋଇକି ପାଦୁକ ନେଇକି ମୁଣ୍ଡରେ ମାରିକି ପାଟିରେ ଚାଟି ପକାଉଥିଲେ ସେତେବେଳେ ମୁଣ୍ଡରେ ପଶୁନଥିଲା। ଓଡ଼ିଶାବାସୀ ତ ପୁରା ଭଲ ଭାବେ ଚିହ୍ନି ଦେଇଥିଲେ ସେ ପାଣ୍ଡୁଆ କ'ଣ ଆଉ ତାର ଉଦ୍ଦେଶ୍ୟ କ'ଣ। ସେଥିପାଇଁ ତ ତାକୁ ସନ୍ନ୍ୟାସ ନେବା ପାଇଁ ପୁରା ପରମିଶନ ଦେଇଥିଲେ। ବଡ଼ ବଡ଼ ଭାଷଣ ମାରିଦେଲା କ'ଣ ନା ଯଦି ନବୀନ ବାବୁ ନ ଜିତିଲେ ମୁଁ ସନ୍ନ୍ୟାସୀ ନେଇଯିବି। ତଥାପି ଆହୁରି ବର୍ତ୍ତମାନ ବି କେଇଟା ଅଛନ୍ତି ଗେଣ୍ଡାଳିଆ ତଥାପି ପାଣ୍ଡୁର ପାଦ ଧୋଇକି ପୁରା ଚାଟି ପକାଉଛନ୍ତି। ପାଣ୍ଡୁ ପୁରା ଭଗବାନ ବର୍ତ୍ତମାନ। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଆମର ଛାମୁ ପୂର୍ବତନ ମୁଖ୍ୟମନ୍ତ୍ରୀ କି ଲଭରେ ବାବା ମୁଁ କିଛି ବୁଝିପାରୁନି। ମାନେ କୋଉ ହଜବେଣ୍ଡ ୱାଇଫ ବି ଏତେ କାହାକୁ କେହି ସପୋର୍ଟ କରୁନାହାନ୍ତି ଆଜିକାଲି। ମାନେ ଏତେ କଥା ହେଇଗଲାଣି, ଏତେ ଲୋକ ଜାଣିଲେଣି, ଓଡ଼ିଶାବାସୀ ଅଲରେଡ଼ି ଜାଣି ସାରିଲେଣି ସେ ପାଣ୍ଡୁ କିଏ, ପାଣ୍ଡୁର ଉଦ୍ଦେଶ୍ୟ କ'ଣ। ପାଣ୍ଡୁ ନାଁ ଶୁଣିଲେ ଓଡ଼ିଶାବାସୀ ବିଗୁଡ଼ୁଛନ୍ତି। ତଥାପି ଛାମୁଙ୍କର ପୁରା ଭାବ ଉଛୁଳି ପଡ଼ୁଛି। ସେ ଛାମୁ ପ୍ରତ୍ୟେକଟି କଥାରେ କହୁଛନ୍ତି ନା ନା ତାଙ୍କର କିଛି ଭୁଲ ନାହିଁ, ତାଙ୍କର କିଛି ଦୋଷ ନାହିଁ। ପଛରେ ରହିକି ସେ ବରଂ ଖେଳ କରୁଥାନ୍ତୁ ପାଣ୍ଡୁ ବାବୁ, କିନ୍ତୁ ଛାମୁ ଆମର ପୁରା ଟେକିକି ଧରିଛନ୍ତି। ଏଇଟା କେବେ ଭାବନି ଯେ ସେ ପାଣ୍ଡୁ ଆଉ ଉଧେଇବ ବୋଲି। ଓଡ଼ିଶାବାସୀ ତାକୁ ଥରେ ତା ପଛପଟୁ ନାତ ଦେଇଛନ୍ତି ମାନେ ଓଡ଼ିଶାବାସୀ କେବେ ବି ଆଉ ସେ ପାଣ୍ଡୁକୁ ଉଧେଇବାକୁ ଦେବେନି। ଏଇଟା ଭଲ ଭାବେ ମନେ ରଖିଥାଏ। ମତେ ତ ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗୁଛି। ମାନେ ବିଜୁ ପଟ୍ଟନାୟକ ନାଁରେ ନବୀନ ପଟ୍ଟନାୟକ, ମାନେ ବିଜୁ ପଟ୍ଟନାୟକ ଯୋଗୁଁ ନବୀନ ପଟ୍ଟନାୟକକୁ ଲୋକମାନେ 24 ବର୍ଷ ଶାସନ ଗାଦି ଦେଲେ। ସେ ଶାସନ କଲେ ବିଜୁ ପଟ୍ଟନାୟକ ନାଁ ନେଇକି, ବିଜୁ ପଟ୍ଟନାୟକ ନାଁକୁ ବିକିକି ନବୀନ ପଟ୍ଟନାୟକ 24 ବର୍ଷ ଶାସନ କଲେ। ନହେଲେ ନବୀନ ପଟ୍ଟନାୟକ କିଏ? ବିଜୁ ପଟ୍ଟନାୟକ ଯୋଗୁଁ ନବୀନ ପଟ୍ଟନାୟକ ଲୋକ ଚିହ୍ନିଛନ୍ତି। ମତେ ଖାଲି ଗୋଟିଏ କୋଶ୍ଚିନ୍ର ଆନ୍ସର ଦିଅନ୍ତୁ, ସେ ପାଣ୍ଡୁଆ ମାନେ ଦିଅନ୍ତୁ, ଯୋଉ ଗେଣ୍ଡାଳିଆ ମାନେ ଦିଅନ୍ତୁ, ଯିଏ ବି ଦିଅନ୍ତୁ। ପାଣ୍ଡୁଆ ଯଦି ବି ଆଗକୁ ଇଲେକ୍ସନରେ ଛିଡ଼ା ହୁଏ, ପାଣ୍ଡୁଆକୁ ଓଡ଼ିଶାବାସୀ ପାଣ୍ଡୁଆକୁ କାହିଁକି ଭୋଟ ଦେବେ ଆଉ କାହିଁକି ନିର୍ବାଚିତ କରିବେ? ଗୋଟିଏ କାରଣ, ବିଜୁ ପଟ୍ଟନାୟକ ଯୋଗୁଁ ନବୀନ ପଟ୍ଟନାୟକକୁ ଲୋକ 24 ବର୍ଷ ଶାସନ ଦେଲେ। ପାଣ୍ଡୁଆକୁ କୋଉ କାରଣ ଯୋଗୁଁ ଲୋକମାନେ ଭୋଟ ଦେବେ ଆଉ ତାକୁ ନିର୍ବାଚିତ କରିବେ? କ'ଣ ପାଇଁ? କାରଣ କ'ଣ? ବର୍ତ୍ତମାନ ନବୀନ ପଟ୍ଟନାୟକ ସହିତ ଯେତେ ବି ସେ ପାଣ୍ଡୁଆକୁ ସପୋର୍ଟ କରୁଛନ୍ତି, ଯେତେ ବି ତାଙ୍କର ଅଛନ୍ତି ଚାମଚା, ଯେତେ ବି ତାଙ୍କୁ ସପୋର୍ଟ କରୁଛନ୍ତି, କ'ଣ ପାଇଁ ସପୋର୍ଟ କରୁଛନ୍ତି ବି କିଛି ବୁଝି ହଉନି। କାରଣ କ'ଣ? ଏତେ ତାଙ୍କୁ ସପୋର୍ଟ କରିବାର କାରଣ କ'ଣ? କି ଗୁମର ସେ ଏମିତି ଜାଣିଛନ୍ତି? ଏଇ ତାଙ୍କୁ ସପୋର୍ଟ ନ କଲେ ତାହେଲେ ସେ ଗୁମର ଖୋଲିଦେବେ। ଥରେ ଚିନ୍ତା କରିବା ଦରକାର ପାଣ୍ଡୁଆ ମାନେ।